ତମେ ମାନେ ଜଗା ଦର୍ଶନ ସାରିକି ପଳେଇ ଆସିଲ? ହଁ ମା, ଆମେ ଜଗା ଦର୍ଶନ ସାରି ପଳେଇ ଆସିଲୁ। ତମେ ଜଗାର ଅଭଡା ଆଣିଛ? ଦେଲ ଦେଲ, ମତେ ଟିକେ ଦେଲ। ମୋର ଜଗାର ଅଭଡା ଖାଇବାକୁ ଭାରି ଇଚ୍ଛା। 2 ଦିନ ଗଲେ ବୁଢୀ ମଶାଣିକୁ ଯିବ, ଆହୁରି ଏ ଅଭଡା ଖାଇବ। ତୁ ଏ ଅଭଡା ଖାଇବାକୁ ଯୋଗ୍ୟ ନୁହଁ ବୁଢୀ। ଯା ସିଆଡେ। ମତେ କିଏ ଟିକେ ମୋ ଜଗାର ଅଭଡା ଦିଅ ରେ। ମା, ତମେ କଣ ପାଇଁ କାନ୍ଦୁଛ? ମୋ ପୁଅ ବୋହୂ ପୁରୀ ଯାଇଥିଲେ, ଅଭଡା ବି ଆଣିଛନ୍ତି, ହେଲେ ମତେ ଦେଲେନି। ମା, ତମେ ଅଭଡା ଖାଇବ? ହଁ। ଏଇ ନିଅ ମା, ମୁଁ ତମ ପାଇଁ ଅଭଡା ଆଣିଛି। ପୁଅ, ତୋ ନାଁ କଣ? ମୋ ନାଁ ହେଲା ଜଗା। ଏ ବୁଢୀ ମୋ ଅଭଡା ଚୋରେଇକି ଆଣିଛି, ଯାଉଛି ତାଙ୍କୁ ଡାକିକି ଦେଖେଇବି। ଆରେ ଆମେ ଆଣିଥିବା ଅଭଡା ତ ଏଇଠି ଅଛି, ସେଠି ବୁଢୀକୁ ଅଭଡା କିଏ ଦେଲା? ଟିକେ ବାହାରକୁ ଆସିଲ। ଏଇ ଦେଖ, ତମ ମା ଅଭଡା କୋଉଠୁ ଆଣିଲେ? ଆରେ ସତେ